କଥାରେ ଅଛି, ଡୋଣ୍ଟ ଜଜ୍ ଏ ବୁକ୍ ବାଇ ଇଟ୍ସ କଭର। ଏହାରି ଉପରେ ପର୍ଯ୍ୟବେସିତ ଆଜିର ଆମର ଏହି କ୍ଷୁଦ୍ର କାହାଣୀଟି। ଟ୍ରେନ୍ର ଝରକା ଭିତରୁ 24 ବର୍ଷର ପିଲା ପାଟି କରି କହିଲା, ବାପା ଦେଖ ଗଛଗୁଡ଼ିକ କିପରି ପଛକୁ ଯାଉଛି। ବାପା ହସିଲେ ଏବଂ ପାଖରେ ବସିଥିବା ଜଣେ ଦମ୍ପତି 24 ବର୍ଷର ପିଲାର ଆଚରଣକୁ ଦୟା ଓ ଆଶ୍ଚର୍ଯ୍ୟ ସହ ଦେଖୁଥିଲେ। ହଠାତ୍ ସେ ପିଲାଟି ପୁଣି ଚିତ୍କାର କରି ଉଠିଲା, ବାପା ବାପା ଦେଖ ମେଘ ଆମ ସହିତ ଚାଲୁଛି। ସେ ଦମ୍ପତି ଜଣକ ଆଉ ନିଜକୁ ଅଟକାଇ ନ ପାରି ପିଲାର ବାପାଙ୍କୁ ପଚାରିଥିଲେ, ତୁମେ କାହିଁକି ପୁଅକୁ ଭଲ ଡାକ୍ତରଙ୍କ ପାଖକୁ ନେଉନାହ? ସେ ବାପା ହସି ଦେଇ କହିଲେ, ମୁଁ ଚେଷ୍ଟା କରୁଛି ଆଜ୍ଞା, ଏବଂ ଆମେ ବର୍ତ୍ତମାନ ହସ୍ପିଟାଲରୁ ଆସୁଛୁ। ମୋ ପୁଅ ଜନ୍ମରୁ ଅନ୍ଧ ଥିଲା, ସେ ଆଜି ହିଁ ତା ଆଖି ଫେରି ପାଇଲା। ଏହା ଶୁଣି ଅବାକ୍ ହୋଇଯାଇଥିଲେ ଦମ୍ପତି ଜଣକ। ଦମ୍ପତି ଜଣକ ଏହା ଶୁଣିସାରି ବହୁତ ମନ କଷ୍ଟ ମଧ୍ୟ କଲେ। ଏମିତି କଥା ପଚାରୁଥିବାରୁ ନିଜକୁ ହୀନ ମନେ କଲେ। ଶେଷରେ ସେମାନେ ଯାହା ଭାବୁଥିଲେ ତାହା ଭୁଲ ବୋଲି ସେମାନେ ଅନୁତାପ କଲେ। କଥାରେ ଅଛି, ମଣିଷ ସବୁବେଳେ ଯାହା ଭାବିଥାଏ ତାହା ହୋଇନଥାଏ। ପୃଥିବୀରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ କାହାଣୀ ଅଛି। ଲୋକମାନଙ୍କୁ ପ୍ରକୃତରେ ଜାଣିବା ପୂର୍ବରୁ ତାଙ୍କ ବିଷୟରେ ମନ୍ତବ୍ୟ ଦେବା ଉଚିତ ନୁହେଁ। ସତ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। କାହାଣୀଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ ସେକ୍ସନରେ କମେଣ୍ଟ କରିବେ। ଧନ୍ୟବାଦ।